ସୁସ୍ଥ ଜୀବନ ଓଡ଼ିଶାରେ ଆଜି ଜାଣିବା ସୁଗାର ବା ଚିନି ବିଷୟରେ। ଆମେମାନେ ଘରେ ବ୍ୟବହାର କରୁଥିବା ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକ ଭିତରେ ଚିନି ହେଉଛି ପ୍ରଧାନ। ଯେଉଁ ଚିନି ଆମେ ଖାଉଛେ ତାକୁ ରିଫାଇଣ୍ଡ ହ୍ୱାଇଟ୍ ସୁଗାର କୁହାଯାଏ। ଏଥିରେ ଭିଟାମିନ୍ ମିନେରାଲ କିଛି ନଥାଏ, କେବଳ କାର୍ቦହାଇଡ୍ରେଟ୍ ଥାଏ। ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ହେଉଛି 65, ଅର୍ଥାତ୍ ଏହା ଜଲ୍ଦି ଆମ ବ୍ଲଡରେ ଗ୍ଲୁକୋଜ ଲେବୁଲକୁ ବଢ଼ାଇଥାଏ। ତେଣୁ ଚିନି ଏମର୍ଜେନ୍ସିରେ କାମରେ ଆସେ। ଯେତେବେଳେ ଲୋ ବିପି ହେଇଯାଏ, ଯେତେବେଳେ ଡାଇବେଟିକ୍ ପେସେଣ୍ଟ ମାନଙ୍କର ହଠାତ୍ ସୁଗାର କମିଯାଏ, ସେହି ସମୟରେ ଚିନିର ଆଶ୍ରୟ ନିଆଯାଏ। ଏହାର କେମିକାଲ ଫର୍ମୁଲା ହେଉଛି କାର୍ବନ 12, ହାଇଡ୍ରୋଜେନ 22, ଅକ୍ସିଜେନ 11। କିନ୍ତୁ ଗ୍ଲୁକୋଜର କେମିକାଲ ଫର୍ମୁଲା ହେଉଛି କାର୍ବନ 6, ହାଇଡ୍ରୋଜେନ 12, ଅକ୍ସିଜେନ 6। ଏ ହେଉଛି ଚିନି ଆଉ ଗ୍ଲୁକୋଜ ଭିତରେ ଫରକ। ଅଧିକ ପରିମାଣରେ ଚିନି ଦାନା ବା ହ୍ୱାଇଟ୍ ସୁଗାରର ଲଗାତାର ସେବନ ଦ୍ୱାରା ଡାଇରେକ୍ଟ ହଉ ବା ଇନଡାଇରେକ୍ଟଲି କୌଣସି ପ୍ରକାର ଖାଦ୍ୟଦ୍ରବ୍ୟ ମାଧ୍ୟମରେ ହଉ, ଏହା ଖାଇବା ଦ୍ୱାରା ଅନେକ ପ୍ରକାରର ଶାରୀରିକ ସମସ୍ୟା ଜାତ ହୋଇଥାଏ, ଯେମିତିକି ଓଜନ ବଢ଼ିବା ବା ଓବେସିଟି, ଡାଇବେଟିସ୍, ଚର୍ମର କୋଲାଜେନ୍ କ୍ଷୟ ହେବା ଏବଂ ଚର୍ମ ଜଲ୍ଦି ବୟସ୍କ ଦେଖାଯିବା, ଦାନ୍ତର ସମସ୍ୟା ବଢ଼ିବା, ଦାନ୍ତ ଉପରେ ଡେଣ୍ଟାଲ ପ୍ଲେକ୍ ବା ଇନଫେକ୍ସନ ତିଆରି ହେବା, ହାର୍ଟର ବିଭିନ୍ନ ପ୍ରୋବ୍ଲେମ, ଫ୍ୟାଟି ଲିଭର, ଆଲଜାଇମର ଡିଜିଜ୍ ଇତ୍ୟାଦି। ଏପରିକି ସ୍ନାୟୁତନ୍ତ୍ର ବା ମନୁଷ୍ୟର ଭାବିବା ଶକ୍ତିକୁ ଚିନି ଧୀରେ ଧୀରେ ସ୍ଲୋ କରିଦେଇଥାଏ। ଆମେ ଖାଉଥିବା ଚିନିକୁ ଟେବୁଲ ସୁଗାର ବା ହ୍ୱାଇଟ୍ ସୁଗାର ବା ଗ୍ରାନୁଲେଟେଡ୍ ସୁଗାର କୁହାଯାଏ, ଚିନି ଦାନା କୁହାଯାଏ। ଏଥିରେ ଅନେକ ଗୁଡ଼ିଏ କେମିକାଲ ରହିଛି, ଯେମିତିକି ସାକାରିନ୍, ସଲଫର ଡାଇଅକ୍ସାଇଡ୍, ମିଥାଇଲ୍ ଆଣ୍ଡ ଇଥାଇଲ୍ ଆଲକୋହଲ, ହାଇଡ୍ରୋକ୍ଲୋରିକ୍ ଏସିଡ୍, ବେଞ୍ଜିନ୍ ଆଣ୍ଡ ଏସିଟିକ୍ ଏସିଡ୍ ଏବଂ କିଛିକାଂଶରେ ପେଷ୍ଟିସାଇଡ୍ ଭଳି ଉପାଦାନ ମଧ୍ୟ ଏଥିରେ ଥାଏ। ପେଷ୍ଟିସାଇଡ୍ ମାନେ ନୁହେଁ କୀଟନାଶକ, ବରଂ କିଛି କେମିକାଲ ଯେଉଁଗୁଡ଼ାକର କ୍ଷମତା ରହିଛି କୀଟାଣୁ ନାଶ କରିବା ପାଇଁ। ଏହା ମାନୁଫ୍ୟାକ୍ଚର ଉପରେ ନିର୍ଭର କରିଥାଏ। ଆମେ ବ୍ୟବହାର କରୁଥିବା, ଘରେ ତିଆରି କରୁଥିବା ଏବଂ ମାର୍କେଟରେ ଉପଲବ୍ଧ ଅନେକ ଗୁଡ଼ିଏ ପ୍ରଡକ୍ଟରେ ଚିନିର ପରିମାଣ ବହୁତ ଥାଏ। ଚିନିକୁ ନେଇ ଅନେକ ଗୁଡ଼ିଏ ଇଣ୍ଡଷ୍ଟ୍ରି ବର୍ତ୍ତମାନ ମାଲେମାଲ ହେଉଛନ୍ତି ଏବଂ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ରୋଗରେ ପଡ଼ିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର ଭଳି ବ୍ୟବସ୍ଥା କରୁଛନ୍ତି। ସେଗୁଡ଼ିକୁ ସାଧାରଣ ଲୋକ ଜାଣିପାରୁନାହାନ୍ତି। ଯେପରିକି ଭାରତରେ ଅନେକ ଗୁଡ଼ିଏ ମନ୍ଦିରରେ ତିଆରି ହେଉଥିବା ପ୍ରସାଦରେ ଚିନିର ମାତ୍ରା ଅତ୍ୟଧିକ ପରିମାଣରେ ଥାଏ। ଏହା ସହିତ ବଜାରରେ ଉପଲବ୍ଧ ଆଇସ୍କ୍ରିମ୍, ଚକୋଲେଟ୍ ଏବଂ ବିସ୍କୁଟ ଗୁଡ଼ିକରେ ଚିନି ଏତେ ପରିମାଣରେ ଥାଏ ଯେ ଧୀରେ ଧୀରେ ତାହା ମଣିଷ ଶରୀର ଭିତରେ ପ୍ରବେଶ କରି ବିଭିନ୍ନ ପ୍ରକାରର ସାଇଡ୍ ଇଫେକ୍ଟ ଦେଖାଇଥାଏ। ଚିନିରେ ଯେ କେବଳ ଅନେକ ଗୁଡ଼ିଏ କ୍ଷତିକାରୀ କେମିକାଲ ଅଛି ତା ନୁହେଁ, ତାକୁ ବନେଇବା ବେଳେ ମଧ୍ୟ ଅନେକ ଗୁଡ଼ିଏ କ୍ଷତିକାରୀ କେମିକାଲ ବ୍ୟବହାର କରାଯାଏ, ଯେମିତିକି ତାକୁ ପ୍ରିଜର୍ଭ କରିବା ପାଇଁ ସଲଫର ଡାଇଅକ୍ସାଇଡ୍, ତାର ପିଏଚ୍ ବା ଅମ୍ଳତ୍ୱ ବା କ୍ଷାରୀୟ ଅଂଶ ଆଡଜଷ୍ଟ କରିବା ପାଇଁ ଲାଇମ୍ ବା କ୍ୟାଲସିୟମ ହାଇଡ୍ରୋକ୍ସାଇଡ୍, ଏଥିରେ ଥିବା ମଇଳା ଦ୍ରବ୍ୟ ବାହାର କରିବା ପାଇଁ ଫସ୍ଫରିକ୍ ଏସିଡ୍, ତାକୁ ହ୍ୱାଇଟେନିଂ ବା ବ୍ଲିଚିଂ କରିବା ପାଇଁ ଆକ୍ଟିଭେଟେଡ୍ କାର୍ବନ ଇତ୍ୟାଦି ବ୍ୟବହାର କରାଯାଇଥାଏ। ଏହାଛଡ଼ା ଏଥିରେ ଥିବା ଦାନାକୁ ପରସ୍ପରଠୁ ଅଲଗା ରଖିବା ପାଇଁ ଏବଂ ସଲିଡକୁ ଦାନାରେ ପରିବର୍ତ୍ତନ କରିବା ପାଇଁ ବିଭିନ୍ନ ପ୍ରକାର ଫ୍ଲୋକ୍ୟୁଲାଣ୍ଟ ଏବଂ ଆଣ୍ଟି ସ୍କାଲାଣ୍ଟସ୍ ଇତ୍ୟାଦି ୟୁଜ୍ କରାଯାଇଥାଏ। ଚିନି ସିଧାସଳଖ ଖାଇବା ବା ଚିନି ମିଶା ମିଠା ଦ୍ରବ୍ୟ ଖାଇବା ଏକା କଥା। ଯଦି ବିଭିନ୍ନ ପ୍ରକାରର ପୂଜା ପାର୍ବଣ ବା ପ୍ରସାଦ ଇତ୍ୟାଦିରେ ତିଆରି ହେଉଥିବା ମିଠା ଆପଣ ସେବନ କରୁଛନ୍ତି କେତେବେଳେ କେମିତି, ତାହେଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହା ଗଭୀର ପ୍ରଭାବ ପକାଇ ନଥାଏ। କିନ୍ତୁ ଯେଉଁମାନଙ୍କ ଭିତରେ ଚିନି ବା ଚିନିଯୁକ୍ତ ମିଠା ଖାଇବାର ଅତ୍ୟଧିକ ଇଚ୍ଛା ବା କ୍ରେଭିଂ ରହିଥାଏ, ମିଠା ନ ଖାଇଲେ ସେମାନଙ୍କ ମୁଣ୍ଡ ବୁଲେଇଥାଏ
ମିଠା ପାଇଁ ସେମାନେ ପାଗଳ ହେଇଯାଇଥାନ୍ତି, ସେଇଭଳି କ୍ଷେତ୍ରରେ ଏହାକୁ ଆଡିକ୍ସନ୍ ବା ନିଶା କୁହାଯାଇଥାଏ। ଅନେକ ଲୋକ ନିଜର ଷ୍ଟ୍ରେସ୍ ବା ଚିନ୍ତାକୁ କମ୍ କରିବା ପାଇଁ ମିଠା ସେବନ କରିବା ପାଇଁ ଭଲ ପାଆନ୍ତି। ଏହାର ଅନ୍ୟ ସ୍ନାୟୁଜନିତ କାରଣ ବି ରହିଥାଇପାରେ, ତେଣୁ ସେଗୁଡ଼ିକୁ ନିରାକରଣ ବା ଡାକ୍ତରଙ୍କ ପରାମର୍ଶ ନେଇଯିବା ନିହାତି ଆବଶ୍ୟକ। ଚିନିକୁ ଆଶ୍ରୟ କରିବା ନିଜର ଷ୍ଟ୍ରେସ୍‌କୁ କମ୍ କରିବା ପାଇଁ ଏହି ଉପାୟ ଠିକ୍ ନୁହେଁ। ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଉପାଦେୟ ତଥ୍ୟ ଜାଣିବା ପାଇଁ ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଆପଣମାନଙ୍କୁ ଅନୁରୋଧ। ଆସନ୍ତୁ ଜାଣିବା ଚିନିର ବିକଳ୍ପ ହିସାବରେ ଆପଣମାନେ କେଉଁ କେଉଁ ଦ୍ରବ୍ୟ ବ୍ୟବହାର କରିପାରିବେ। ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ରକ୍ତରେ ଶକ୍ତିର ପରିମାଣକୁ ବା ଗ୍ଲୁକୋଜର ପରିମାଣକୁ ନିୟନ୍ତ୍ରିତ ରଖିବା। ଆମ ଶରୀର ପାଇଁ ଶକ୍ତି ଆବଶ୍ୟକ, ପ୍ରତ୍ୟେକ କୋଶିକା ପାଇଁ ଶକ୍ତି ଆବଶ୍ୟକ, ଯାହାକି କାର୍ବୋହାଇଡ୍ରେଟରୁ ବା ମିଠା ଜାତୀୟ ଜିନିଷରୁ ଅଧିକ ପରିମାଣରେ ମିଳିଥାଏ। ତେଣୁ ତାକୁ ଆଖି ଆଗରେ ରଖି ଚିନିରେ ଥିବା କ୍ଷତିକାରୀ ପ୍ରଭାବକୁ କମେଇବା ପାଇଁ ଆମେ ଚିନିର ବିକଳ୍ପ ଖୋଜିବା ଆବଶ୍ୟକ, ଯେମିତିକି ମହୁ, ଦେଶୀ ଖାଣ୍ଡ, ଗୁଡ଼, ମୁଖ୍ୟତଃ ପାଣିଆ ଏବଂ କଳା ଗୁଡ଼। ଏହା ବ୍ୟତୀତ ଭେଲି ଗୁଡ଼, ଖଜୁରୀ ଗୁଡ଼, ତାଳ ଗୁଡ଼, ନଡ଼ିଆ ଗୁଡ଼ ମଧ୍ୟ ଆପଣ ବ୍ୟବହାର କରିପାରିବେ। ମିଶ୍ରି ହେଉଛି ସବୁଠାରୁ ବଡ଼ ଅଲ୍ଟରନେଟିଭ୍, ଯାହାକି ରିଫାଇନ୍ ହୋଇନଥାଏ। ସୁଗାର ସଲ୍ୟୁସନ୍ ବା ଆଖୁ ରସକୁ କ୍ରିଷ୍ଟାଲାଇଜ୍ କରି ମିଶ୍ରି ବନାଯାଇଥାଏ। ଏହାଛଡ଼ା ବର୍ତ୍ତମାନ ଷ୍ଟେଭିଆ ବା ମିଠା ତୁଳସୀ ଗଛର ପତ୍ରକୁ ଚିନିର ବିକଳ୍ପ ଭାବରେ ବ୍ୟବହାର କରାଯାଉଛି। ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ପ୍ରାୟ 0 ଏବଂ ଏହା ମିଠା, ତେଣୁ ଡାଇବେଟିକ୍ ପେସେଣ୍ଟମାନେ ଏହାକୁ ସେବନ କରିପାରିବେ। ସାବଧାନତା, ବଜାରରେ ବିକ୍ରି ହେଉଥିବା ସୁଗାର ଫ୍ରି ଗୁଣ୍ଡ ବ୍ୟବହାର କରିବାରୁ ନିବୃତ୍ତ ରୁହନ୍ତୁ ଏବଂ ଚେଷ୍ଟା କରନ୍ତୁ ଷ୍ଟେଭିଆ ଗୁଣ୍ଡ ନିଜର ଖାଦ୍ୟରେ ବ୍ୟବହାର କରିବା ପାଇଁ। ଆଶା କରୁଛି ଆପଣମାନଙ୍କୁ ମୁଁ ଦେଇଥିବା ତଥ୍ୟ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ଚିନିକୁ ଧୀରେ ଧୀରେ ଛାଡ଼ିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ, ଯାଦ୍ୱାରା ସମସ୍ତଙ୍କ ପାଖରେ ଏହି ସଚେତନ ବାର୍ତ୍ତା ପହଞ୍ଚି ପାରିବ।